हेलो स्टूडेंट ମୁଁ ଆପଣଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୱିଥ୍ ପୁଷ୍ପା ମିସ୍। ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ଆଜି ଆମେ ପଢ଼ିବା ପଲିଟିକାଲ ସାଇନ୍ସର କୋର୍ 8 2 ମାର୍କ ଆଉ 5 ମାର୍କ। ଫାର୍ଷ୍ଟ ଦେଖିଲେ ରାଷ୍ଟ୍ର ନିର୍ମାଣ କ'ଣ? ପୂର୍ବ ଭିଡ଼ିଓରେ ପିଲେ ମୁଁ ତମ ପାଇଁ 1 ମାର୍କର ଭିଡ଼ିଓ ପୋଷ୍ଟ କରିଛି, ଯେଉଁମାନେ ବି ଦେଖିନ ଯାଇକି ଦେଖିଦିଅ। ତ ଆଜି ଆମେ ଆଲୋଚନା କରିବା 2 ମାର୍କ ଆଉ 5 ମାର୍କ। ଫାର୍ଷ୍ଟ କ୍ୱେଶ୍ଚନ ହେଉଛି କ'ଣ ନା ରାଷ୍ଟ୍ର ନିର୍ମାଣ କ'ଣ? ତ ରାଷ୍ଟ୍ର ନିର୍ମାଣ ଏକ ସାମାଜିକ ବିପ୍ଳବ ଯେଉଁଥିରେ ଜନସାଧାରଣ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସକ୍ରିୟ ଭୂମିକା ଗ୍ରହଣ କରନ୍ତି ଏବଂ ରାଷ୍ଟ୍ର ଜନସାଧାରଣଙ୍କ ବିକାଶ ପାଇଁ ନୀତି ପ୍ରଣୟନ କରନ୍ତି। ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ତାର ଜନସାଧାରଣଙ୍କୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରିବା ପାଇଁ ସକାରାତ୍ମକ ନୀତି ପ୍ରଣୟନ କରିବା ଏବଂ ଅନ୍ୟ ପକ୍ଷରେ ଜନସାଧାରଣଙ୍କର ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣତାକୁ ରାଷ୍ଟ୍ର ନିର୍ମାଣ କୁହାଯାଏ। କ'ଣ ନା ପିଲେ, ଯେ ରାଷ୍ଟ୍ର ନିର୍ମାଣ ହେଉଛି ଗୋଟେ ସାମାଜିକ ବିପ୍ଳବ। ତ ଜନସାଧାରଣ ରାଷ୍ଟ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସକ୍ରିୟ ଭୂମିକା ଗ୍ରହଣ କରନ୍ତି ଏବଂ ରାଷ୍ଟ୍ର କ'ଣ କରେ ନା ଜନସାଧାରଣଙ୍କର ବିକାଶ ପାଇଁ ନୀତି ପ୍ରଣୟନ କରେ। ଯେ ତାହେଲେ କ'ଣ ବୁଝିଲା ମିଳେ, ରାଷ୍ଟ୍ରକୁ ନିର୍ମାଣ କରେ ମଣିଷ ଯେତେବେଳେ ରାଷ୍ଟ୍ରକୁ ନିର୍ମାଣ କରିଥିବ ସେ ସମୟରେ ରାଷ୍ଟ୍ରରେ ପୁଣି କ'ଣ ନା ଜନସାଧାରଣଙ୍କର ବା ସାଧାରଣ ଜନତାଙ୍କର କିପରି ବିକାଶ ହେବ ସେ ଉପରେ କ'ଣ ନା ନୀତି ପ୍ରଣୟନ କରାଯାଇଥାଏ। ଏକ ସ୍ୱାଧୀନ ସାର୍ବଭୌମ ରାଷ୍ଟ୍ର ତାର ଜନସାଧାରଣଙ୍କୁ ସାମାଜିକ ଅର୍ଥନୈତିକ ନ୍ୟାୟ ପ୍ରଦାନ କରିବା ପାଇଁ ସକାରାତ୍ମକ ନୀତି ପ୍ରଣୟନ କରିବା ଏବଂ ଅନ୍ୟ ପକ୍ଷରେ ଜନସାଧାରଣଙ୍କ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣତାକୁ ରାଷ୍ଟ୍ର ନିର୍ମାଣ କୁହାଯାଏ। ଯେ ତମେ ଗୋଟେ ଧାଡ଼ିରେ ପିଲେ ମନେ ରଖିବ କ'ଣ ଯେ ରାଷ୍ଟ୍ର ନିର୍ମାଣ କ'ଣ କହିଲେ ନା ଜନସାଧାରଣଙ୍କର ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଜନସାଧାରଣଙ୍କର ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ରାଷ୍ଟ୍ର ନିର୍ମାଣ କୁହାଯାଏ। ନେକ୍ସଟ ଦେଖିବା ଯେ ଭାରତରେ ରାଷ୍ଟ୍ର ନିର୍ମାଣ ପାଇଁ ସକାରାତ୍ମକ ପଦକ୍ଷେପ ସବୁ କ'ଣ? ଗୋଟେ ରାଷ୍ଟ୍ର ନିର୍ମାଣ ପାଇଁ କ'ଣ କ'ଣ ନା ପଦକ୍ଷେପ ସବୁ ଆବଶ୍ୟକ। ଯେତେବେଳେ ଆମ ଭାରତ ସ୍ୱାଧୀନ ହୋଇଛି 1947 ମସିହା ଅଗଷ୍ଟ 15 ତାରିଖରେ ସ୍ୱାଧୀନ ହେଲା। ତାପରେ ଆମର କ'ଣ ନା ସମ୍ବିଧାନ କାର୍ଯ୍ୟକାରୀ ହେଲା କେବେ ଆମର 1950 ମସିହା ଜାନୁଆରୀ 26 ତାରିଖରେ। ସେଠାରେ ଆମର କ'ଣ ରହିଲା ଜନସାଧାରଣଙ୍କର ମଙ୍ଗଳ ସାଧନ ପାଇଁ ଏଥିରେ ଅନେକ ନୀତି ପ୍ରଣୟନ କରାଯାଇଥାଏ। ଯେ ଆମର ଗୋଟେ ସମ୍ବିଧାନରେ ଆମର କ'ଣ ଲିଖିତ ହୋଇଛି ନା ଜନସାଧାରଣଙ୍କର ମଙ୍ଗଳ ସାଧନା ପାଇଁ ଏଥିରେ ଅନେକ ନୀତି ପ୍ରଣୟନ କରାଯାଇଥାଏ ଏବଂ ନାଗରିକମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ଅର୍ଥନୈତିକ ସ୍ୱାବଲମ୍ବନଶୀଳ କରିବା ପାଇଁ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଏବଂ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେବା ରାଷ୍ଟ୍ର ନିର୍ମାଣ ମୂଳ ଆଧାର ଥିଲା। ଯେ କ'ଣ ନା ରାଷ୍ଟ୍ର ନିର୍ମାଣର ମୂଳ ଆଧାର କ'ଣ ଥିଲା ପିଲା ନା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା, ତା ସହିତ କ'ଣ ଅର୍ଥନୈତିକ ସ୍ୱାବଲମ୍ବନଶୀଳ କରିବା, ରାଜନୈତିକ ଅଧିକାର ପ୍ରଦାନ କରିବା, ଏସବୁ କ'ଣ ଥିଲା ଆମର ନା ଗୋଟିଏ ରାଷ୍ଟ୍ର ନିର୍ମାଣର ମୂଳ ଆଧାର ବା ମୂଳ ଉଦ୍ଦେଶ୍ୟ ଥିଲା। ନେକ୍ସଟ ଦେଖିବା ପିଲେ ଯେ ଭାରତରେ ରାଷ୍ଟ୍ର ନିର୍ମାଣ ପାଇଁ ଥିବା ଆହ୍ୱାନ ଗୁଡ଼ିକ କ'ଣ? ଗୋଟେ ରାଷ୍ଟ୍ର ନିର୍ମାଣ ପାଇଁ ଯୋଉ ଗୋଟେ ଜାତି ବା ଗୋଟେ ରାଷ୍ଟ୍ର ନିର୍ମାଣ ପାଇଁ କ'ଣ କ'ଣ ସବୁ ଆହ୍ୱାନ କ'ଣ କ'ଣ ଦେଖିବା ସାମାଜିକ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପିଲେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠା ହେବା ସହିତ ଜନସାଧାରଣଙ୍କ ସର୍ବାଙ୍ଗୀନ ମଙ୍ଗଳ ସାଧନା ପାଇଁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳେ। ଯେ ଆମ ଦେଶ ବା ଆମ ସମ୍ବିଧାନ ଆମ ପାଇଁ ଯେତେ ବି ନୀତି ନିୟମ ପ୍ରଣୟନ କଲେ ମଧ୍ୟ ଆମର କ'ଣ ନା ଯେ ପ୍ରତ୍ୟେକଟି କ୍ଷେତ୍ରରେ ଆମର କ'ଣ ନା ସମସ୍ୟା ବା କ'ଣ ବା ପ୍ରତିବନ୍ଧକ ସବୁ ସୃଷ୍ଟି ହେଇଥାଏ। କ'ଣ କ'ଣ ତାହେଲେ ନା ସେ ପ୍ରତିବନ୍ଧକ ଥାଏ ନିରକ୍ଷରତା, ଅସାମାଜିକ ଅସମାନତା, ଜାତିଗତ ବିଭେଦତା, ଲିଙ୍ଗଗତ ପ୍ରଭେଦତା, ସାମ୍ପ୍ରଦାୟିକତାବାଦ ଏବଂ ଆଞ୍ଚଳିକତାବାଦ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଯେ ତ ଗୋଟେ ଆମେ କ'ଣ ରାଷ୍ଟ୍ର ନିର୍ମାଣ କରିବା ବେଳେ କ'ଣ କ'ଣ ଆମକୁ କ'ଣ ନା ପ୍ରତିବନ୍ଧକ ସୃଷ୍ଟି କରୁଛେ ନିରକ୍ଷରତା। ଯଦି ଜଣେ ବ୍ୟକ୍ତି ଶିକ୍ଷିତ ନୁହଁ ସେ କ'ଣ ଜାଣିବ କି ଗୋଟେ ରାଷ୍ଟ୍ର କ'ଣ, ଯେ ରାଷ୍ଟ୍ରରେ ଆମର
ସୁବିଧା ପାଇଁ କରାଯାଉଛି ନା ଅସୁବିଧା ପାଇଁ ସେ କ'ଣ ଜାଣିବ କି? କିଛି ଜାଣିପାରିବ ନାହିଁ। ନେକ୍ସଟ ଦେଖିବା ଆମର ସାମାଜିକ ଅସମାନତା। ଆମର କ'ଣ ନା ମଣିଷ ମାନଙ୍କ ମଧ୍ୟରେ ଯୋଉ ବା ସରି ସେଇଟା ହଉଛି କ'ଣ ଜାତିଗତ ବିଭେଦତା। ଜାତିଗତ ବିଭେଦ ଆମର କ'ଣ ନେଲେ ଯୋଉ ମଣିଷ ମାନଙ୍କ ଯୋଉ ଭେଦଭାବ ଯେ ସେ ହିନ୍ଦୁ, ସେ ମୁସଲମାନ, ସେ ଖ୍ରୀଷ୍ଟିଆନ, ଏଇ ଚିନ୍ତାଧାରା ଯୋଉ ରହୁଛି ତାହା ମଧ୍ୟ ଆମ କ'ଣ ରାଷ୍ଟ୍ର ନିର୍ମାଣ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ତା ସହିତ କ'ଣ ଯେ ସାମାଜିକ ଅସମାନତା, ଯେ ଗୋଟେ ନାରୀକୁ ଗୋଟେ ପୁରୁଷକୁ ଯେତିକି ସୁବିଧା ସୁଯୋଗ ଦିଆଯାଉଛି ସେତିକି କ'ଣ ନାରୀକୁ ଦିଆଯାଉନି। ତା ସହିତ କ'ଣ ନା ଲିଙ୍ଗଗତ ପ୍ରଭେଦତା, ତାପରେ ସାମ୍ପ୍ରଦାୟିକତାବାଦ। କେବଳ ସାମ୍ପ୍ରଦାୟିକତାବାଦ କ'ଣ ପିଲେ କେବଳ ନିଜ ଅଞ୍ଚଳକୁ ଭଲ ପାଇବା ଏବଂ ଅନ୍ୟ ଅଞ୍ଚଳକୁ କ'ଣ ନା କ'ଣ ଘୃଣା ଦୃଷ୍ଟିରେ ଦେଖିବା, ସେଇଟା କ'ଣ ଆଞ୍ଚଳିକତାବାଦ। ସାମ୍ପ୍ରଦାୟିକତାବାଦ ମଧ୍ୟ କ'ଣ ନା ଆମର ଯୋଉ ଯେ କ'ଣ ଧର୍ମ ଧର୍ମକୁ ନେଇକି ଆମର ମଧ୍ୟରେ ଯୋଉ ଭେଦଭାବ ଚାଲିଥାଏ। ନେକ୍ସଟ ଦେଖିବା ପିଲେ ଆଞ୍ଚଳିକତାବାଦ କ'ଣ? ତ ଆଞ୍ଚଳିକତାବାଦ କ'ଣ ପିଲେ ନିଜ ଅଞ୍ଚଳ ପ୍ରତି ଅହେତୁକ ଆକର୍ଷଣ ଏବଂ ଅନ୍ୟ ଅଞ୍ଚଳ ପ୍ରତି ଘୃଣା ଭାବ ଆଞ୍ଚଳିକତାବାଦର ସ୍ୱରୂପ ଅଟେ। କ'ଣ ନା ପିଲେ ନା ଯେ କେବଳ ନିଜ ଅଞ୍ଚଳକୁ ଭଲ ପାଇବା ଏବଂ ଅନ୍ୟ ଅଞ୍ଚଳକୁ ଘୃଣା ଭାବ ପୋଷଣ ବା ଘୃଣା ଦୃଷ୍ଟିରେ ଦେଖିବା। ତା ସହିତ କ'ଣ ଭାରତରେ ସାଂସ୍କୃତିକ ଓ ଭାଷାଭିତ୍ତିକ ଅଞ୍ଚଳ ପରସ୍ପରଠାରୁ ଭିନ୍ନ ଅଟନ୍ତି। ଭାରତରେ ଆମର କ'ଣ ସାଂସ୍କୃତିକ ଓ ଭାଷାଭିତ୍ତିକ ଅଞ୍ଚଳ ପରସ୍ପରଠାରୁ ଭିନ୍ନ ଅଟନ୍ତି। ଅଞ୍ଚଳ ମଧ୍ୟରେ ପ୍ରଭେଦତା ବିଚ୍ଛିନ୍ନତାବାଦ, ଯେ ଅଞ୍ଚଳ ମଧ୍ୟରେ ଯୋଉ ପ୍ରଭେଦତା ବା ବିଚ୍ଛିନ୍ନତାବାଦ, ତା ସହିତ କ'ଣ ସ୍ୱାୟତ୍ତତା ଦାବି, ସୀମା ବିବାଦ ଏବଂ ଭାଷାଗତ ବିବାଦ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଯେ ଗୋଟେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆମର କ'ଣ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ନା ବିଚ୍ଛିନ୍ନତାବାଦ, ତା ସହିତ କ'ଣ ସ୍ୱାୟତ୍ତତା ଦାବି, ସୀମା ବିବାଦ। ଯେ ସୀମା ବିବାଦ କ'ଣ ଆମକୁ ଏତିକି ଯେହେତୁ ଏଇ ଯେତିକି ଯୋଉ ଅଞ୍ଚଳରେ କେବଳ ଆମର ଯେ ମୁଁ କ'ଣ ଯେ ଆମର କୋଶଳ ଯେମିତି ଦାବି କରୁଥିଲା ଯେ ନାଇଁ ଆମ ଗୋଟେ କୋଶଳକୁ ଯେ ଗୋଟେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳୁ। ସେଇପରି ଆମର କ'ଣ ସୀମା ବିବାଦ ଆଉ ଭାଷାଗତ ବିବାଦ ନା ଯେ ଯେମିତି ଆମର କ'ଣ ଯେ ଓଡ଼ିଆ, ଆମେ କ'ଣ ଓଡ଼ିଆ ଆମେ ଦାବି କରିବା ଯେ ଯେହେତୁ ଆମର ତ ଦେଶ କ'ଣ ଯେ 1936 ମସିହାରେ ଗୋଟେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେଲା। ତା ପୂର୍ବରୁ କ'ଣ କରୁଥିଲା ନା ଆମେ ମଧ୍ୟ ଦାବି କରୁଥିଲେ ଯେ ଆମକୁ ମଧ୍ୟ ଗୋଟେ ସ୍ୱତନ୍ତ୍ର ପ୍ରଦେଶ, ଯେ ଆମ ଓଡ଼ିଶାକୁ ମଧ୍ୟ ଗୋଟେ ସ୍ୱତନ୍ତ୍ର ପ୍ରଦେଶ ମିଳୁ। ସୀମା ବିବାଦ ଏବଂ ଭାଷାଗତ ବିବାଦ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଏସବୁ କ'ଣ ନା ଆମର ଗୋଟେ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ତାପରେ ଦେଖିବା ସାମ୍ପ୍ରଦାୟିକତାବାଦ କ'ଣ? ସାମ୍ପ୍ରଦାୟିକତା ପିଲେ କ'ଣ ନା ନିଜ ଧର୍ମକୁ ଗୁରୁତ୍ୱ ଦେଇ ଅନ୍ୟ ଧର୍ମ ବା ସମ୍ପ୍ରଦାୟ ପ୍ରତି ଆକ୍ରୋଶମୂଳକ ଭାବ ପୋଷଣକୁ ସାମ୍ପ୍ରଦାୟିକତାବାଦ କୁହାଯାଏ। କ'ଣ ନା ନିଜ ଧର୍ମକୁ ଆମେ କେବଳ ମୁଁ କହିବି ଯେ ମୁଁ କେବଳ ହିନ୍ଦୁ, ମୁଁ କେବଳ ଯେ ହିନ୍ଦୁ ଧର୍ମକୁ ହିଁ ମାନିବି। ତା ସହିତ ଅନ୍ୟ ଆମର ଯୋଉ ଯେତିକି ଖ୍ରୀଷ୍ଟିଆନ ମୁସଲମାନ ତାକୁ ମୁଁ କ'ଣ ଘୃଣା ଚକ୍ଷୁରେ ଦେଖିବି, କହିବି କି ନା ସେ ଲୋକମାନଙ୍କ ସହିତ ମିଳାମିଶା କରିବି ନା, ତାଙ୍କୁ ଖରାପ ବୋଲି କହିବି। ଏଇଟା ପିଲା କ'ଣ ଠିକ କି ନୁହଁ ନା, ଯେ ଆମେ ଗୋଟେ ଭୁଲ କରୁଛୁ। ଆମେ ଗୋଟେ ମଣିଷ ହିସାବରେ ଆମେ କ'ଣ ସମସ୍ତଙ୍କୁ ସମାନ ଭାବରେ ଦେଖିବା, ସମସ୍ତଙ୍କ ସହିତ ସମାନ ମିଳାମିଶା କରିବା। କିନ୍ତୁ ଆଜି ମଧ୍ୟ ଯେ କ'ଣ ଯେ ମଣିଷ ମଧ୍ୟରେ ଭେଦଭାବ ରହୁଛି, ଯେ ସେ ଗୋଟେ ଖ୍ରୀଷ୍ଟିଆନ ଲୋକ, ସେ ଗୋଟେ ମୁସଲମାନ ଲୋକ, ମୁଁ ହିନ୍ଦୁଟା ମୁଁ ତା ସହିତ ମିଳାମିଶା କରିବି ନାହିଁ। ଆଜି ମଧ୍ୟ କ'ଣ ନା ଆମ ସମାଜରେ ଏସବୁ ଚାଲିଛି। ଆମ ସମ୍ବିଧାନ ସ୍ୱୀକୃତି ପ୍ରଦାନ କଲେ ମଧ୍ୟ ଜନସାଧାରଣ ମାନଙ୍କ ମଧ୍ୟରେ ଏ ଚିନ୍ତାଧାରା ଯାଏନି ପିଲେ। ଯେହେତୁ ଆମେ ଶିକ୍ଷିତ ହେଲାଣି ତ ଆମ ମନ ଭିତରେ ଯେମିତି ଏ ଭାବ ବା ଏ ଚିନ୍ତାଧାରା ଯେମିତି ନ ରୁହେ। ନେକ୍ସଟ ଦେଖିବା ବିକାଶର ଅର୍ଥ କ'ଣ? ସାଧାରଣତଃ ଦେଶର ପରିବର୍ତ୍ତିତ ଧାରା ବିକାଶ ସହିତ ଜଡ଼ିତ ଅଟେ। ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତିକୁ ବିକାଶ କୁହାଯାଏ। ସେ କ'ଣ ନା ପିଲେ ସାଧାରଣ ଦେଶର ପରିବର୍ତ୍ତିତ ଧାରା ଆମର ଯୋଉ ଦେଶରେ ଯୋଉ ପରିବର୍ତ୍ତନ ହଉଛି ତାହା କ'ଣ ନା ବିକାଶ ସହିତ ଜଡ଼ିତ ଅଟେ। ଆମ ସମାଜ ଯେତେ ବି ପରିବର୍ତ୍ତିତ ହବ ତାହା କ'ଣ ନା ସମାଜ ଯେତିକି ଉନ୍ନତି କରି ଜାଣିବ ସେତିକି କ'ଣ ସେ ବିକାଶ ହେବ। ତା ସହିତ କ'ଣ ନା ଆମର ସାମାଜିକ, ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତିକୁ ବିକାଶ କୁହାଯାଏ। ଆମର କ'ଣ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ କ୍ଷେତ୍ରରେ ଯୋଉ ଗୁଣାତ୍ମକ ଉନ୍ନତିକୁ ଯେ ସାମାଜିକ କ୍ଷେତ୍ରରେ ହଉ ବା ଅର୍ଥନୈତିକ କ୍ଷେତ୍ରରେ ହଉ ରାଜନୈତିକ କ୍ଷେତ୍ରରେ ହଉ ଆମେ ଯେତିକି ଉନ୍ନତିର ସ୍ତରକୁ ଯିବା ସେତିକି ଆମ କ'ଣ ନା ଦେଶ ବିକାଶ ହେଇଯିବ ବା ତାକୁ ଉନ୍ନତିକୁ ବିକାଶ କୁହାଯାଏ। ଉତ୍ତମ ଶାସନ ମାଧ୍ୟମରେ ରାଷ୍ଟ୍ରରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତିତ ଧାରାକୁ ବିକାଶ କୁହାଯାଏ। ତା ଉତ୍ତମ ଶାସନ ମାଧ୍ୟମରେ ରାଷ୍ଟ୍ରରେ ଯୋଉ ଆମର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତିତ ଧାରାକୁ ମଧ୍ୟ ବିକାଶ କୁହାଯାଏ। ବିକାଶ ଦ୍ୱାରା ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ହେଇଯାଏ। ଯେ ବିକାଶ ଦ୍ୱାରା କ'ଣ ହୋଇଥାଏ ନା ପିଲେ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ହେଇଥାଏ। ନେକ୍ସଟ ଦେଖିବା
ମାନବ ସମ୍ବଳ ବିକାଶ ସାଧନ କ'ଣ? ଯେ ମାନବ ସମ୍ବଳର ବିକାଶ ସାଧନ କ'ଣ? ବିକାଶର ଏକ ପ୍ରମୁଖ ଉପାଦାନ ହେଉଛି ମାନବ ସମ୍ବଳ ବିକାଶ ସାଧନ। ବିକାଶର ଏକ ପ୍ରମୁଖ ଉପାଦାନ ହେଉଛି କ'ଣ? ମାନବ ସମ୍ବଳ ବିକାଶ ସାଧନ। ଯେଉଁ ରାଷ୍ଟ୍ରରେ ସମସ୍ତ ନାଗରିକଙ୍କର ଦକ୍ଷତା ବିକାଶ ଅଟେ ଏବଂ ସମସ୍ତେ ରୋଜଗାରକ୍ଷମ ହେବା ପାଇଁ ସୁଯୋଗ ପାଇଥାନ୍ତି, ସମ୍ପୃକ୍ତ ରାଷ୍ଟ୍ରରେ ମାନବ ସମ୍ବଳ ବିକାଶ ସାଧନ ହୋଇଥାଏ। ମାନବ ସମ୍ବଳ ବିକାଶ ଦ୍ୱାରା ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ବଢ଼ିଥାଏ ଏବଂ ଦେଶ ବିକାଶ ପଥରେ ଆଗେଇ ଯାଇଥାଏ। ଯେ କ'ଣ ନା ମାନବ ସମ୍ବଳ ବିକାଶ ଦ୍ୱାରା ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ବଢ଼ିଥାଏ ଏବଂ ଦେଶ ବିକାଶ ପଥରେ ଆଗେଇ ଯାଇଥାଏ। ନେକ୍ସଟ ଦେଖିଲେ ଯେ ଉତ୍ତମ ଶାସନ କ'ଣ? ରାଷ୍ଟ୍ରର ବିକାଶ କ୍ଷେତ୍ରରେ ଉତ୍ତମ ଶାସନ ଏକ ପ୍ରମୁଖ ଉପାଦାନ। ଜନମଙ୍ଗଳ ସାଧନ ପାଇଁ ରାଷ୍ଟ୍ରର ପ୍ରତିବଦ୍ଧତା, ନିରପେକ୍ଷ ଶାସନ ନୀତି, ଉତ୍ତରଦାୟୀ ଶାସନ ନୀତି ଓ ସ୍ୱଚ୍ଛ ଓ ନିର୍ମଳ ଶାସନ ନୀତି ଉତ୍ତମ ଶାସନରେ ନିଦର୍ଶନ ଅଟେ। ଏକ ସ୍ୱଚ୍ଛ ଉତ୍ତରଦାୟୀ ସରକାର ଉତ୍ତମ ଶାସନ ନୀତିକୁ ଅନୁସରଣ କରିଥାନ୍ତି। ଯେ କ'ଣ ନା ଏକ ଉତ୍ତମ ଶାସନର ନିଦର୍ଶନ, ଯେ ନିର୍ମଳ ଶାସନ ନୀତି ଉତ୍ତମ ଶାସନର ନିଦର୍ଶନ ଅଟେ। ଏକ ସ୍ୱଚ୍ଛ ଉତ୍ତରଦାୟୀ ସରକାର ଉତ୍ତମ ଶାସନ ନୀତିକୁ ଅନୁସରଣ କରିଥାଏ। ଯେ ଗୋଟେ ସ୍ୱଚ୍ଛ ଉତ୍ତରଦାୟୀ ସରକାର କ'ଣ କରିଥାଏ ନା ଉତ୍ତମ ଶାସନ ନୀତିକୁ ଅନୁସରଣ କରିଥାଏ ଏବଂ ରାଷ୍ଟ୍ରର ବିକାଶ ସାଧନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଜନମଙ୍ଗଳ ରାଷ୍ଟ୍ର କ'ଣ ନା ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରୀୟ ସରକାର ଜନସାଧାରଣଙ୍କର ସର୍ବବିଧ ମଙ୍ଗଳ ସାଧନା ପାଇଁ ସଂକଳ୍ପବଦ୍ଧ ହୋଇଥାଏ। ଯେ ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରୀୟ ସରକାର ଜନସାଧାରଣଙ୍କର ସର୍ବବିଧ ମଙ୍ଗଳ ସାଧନା ପାଇଁ ସଂକଳ୍ପବଦ୍ଧ ହୋଇଥାଏ, ଏହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। କ'ଣ ନା ପିଲେ, ଯେଉଁ ରାଷ୍ଟ୍ରରେ ରାଷ୍ଟ୍ରୀୟ ସରକାର କ'ଣ ନା ଜନସାଧାରଣଙ୍କର ମଙ୍ଗଳ ପାଇଁ ଗୋଟେ ସଂକଳ୍ପବଦ୍ଧ ନେଇଥାଏ। ନା ମୁଁ ଯେ ଗୋଟେ ସରକାର କ'ଣ କରିବ ନା ନା ମୁଁ ଜନସାଧାରଣ, ଯେହେତୁ ଜନସାଧାରଣ ମୋତେ ଭୋଟ ଦେଇଛନ୍ତି, ତାଙ୍କ ପାଇଁ ମୁଁ କ'ଣ ଯେ କିଛି କରିବି, ସେ କ'ଣ ନା ସଂକଳ୍ପବଦ୍ଧ ନିଜେ ନିଜକୁ ସଂକଳ୍ପ କରିବେ ଯେ ନା ମୁଁ ରାଷ୍ଟ୍ର ପାଇଁ ବା ଜନତାଙ୍କ ପାଇଁ କିଛି କରିବି, ତାଙ୍କୁ ହିଁ କ'ଣ ମିଳେ ନା ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ନେକ୍ସଟ ଦେଖିବା ବୋଲେ ଭାରତୀୟ ସଂଘୀୟ ଢାଞ୍ଚାରେ ରାଜ୍ୟମାନଙ୍କର ପରିବର୍ତ୍ତିତ ଧାରା କ'ଣ? ଯେ ଭାରତ ଏକ ସଂଘୀୟ ରାଷ୍ଟ୍ର ଯେଉଁଠାରେ ପ୍ରାଦେଶିକ ସରକାରମାନଙ୍କୁ ନେଇ ଏକ ବିଶାଳ ସଂଘୀୟ ଢାଞ୍ଚା ଗଠନ କରାଯାଇଛି। ଅଧିକାଂଶ ରାଷ୍ଟ୍ର ଆର୍ଥିକ କ୍ଷେତ୍ରରେ କେନ୍ଦ୍ର ଉପରେ ନିର୍ଭରଶୀଳ ରହିଥାନ୍ତି। ରାଜ୍ୟମାନଙ୍କ ପାଖରେ ନିରଙ୍କୁଶ ସ୍ୱାତନ୍ତ୍ରତା ନଥାଏ। କେନ୍ଦ୍ରର ନିର୍ଦ୍ଦେଶରେ ରାଜ୍ୟମାନେ ପରିଚାଳିତ ହୋଇଥାନ୍ତି ଏବଂ ଏଥିପାଇଁ ସଦାସର୍ବଦା କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ଦେଖାଯାଏ ଏବଂ ରାଜ୍ୟମାନେ ସ୍ୱତନ୍ତ୍ରତା ଦାବି କରି ଆସୁଛନ୍ତି। ନେକ୍ସଟ ଦେଖିବା ବୋଲେ ଯେ ପଞ୍ଚବାର୍ଷିକ ଯୋଜନା କ'ଣ? ଆମ ଦେଶ ଯେତେବେଳେ ସ୍ୱାଧୀନ ହେଲା, ତାପରେ 1951 ମସିହାରେ କ'ଣ ନା ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା। ତ ଏଇ ପଞ୍ଚବାର୍ଷିକ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ'ଣ ନା ପିଲେ, ଯେ ଦେଶର ଅଭିବୃଦ୍ଧି ପାଇଁ ବା ଦେଶର ବିକାଶ ପାଇଁ ଆଗାମୀ 5 ବର୍ଷ ପାଇଁ ସେ କ'ଣ କରିବ ନା ଗୋଟେ ଯୋଜନା ପ୍ରସ୍ତୁତ କରିବ ଓ ସେହି ଦିନ ଠାରୁ ସେ କ'ଣ କରିବ ନା ଦେଶର ପ୍ରତି 5 ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଏ। ଦେଶର ଅଭିବୃଦ୍ଧି ଓ ସାମାଜିକ ବିକାଶ, ଅର୍ଥନୈତିକ ବିକାଶ ପାଇଁ ବ୍ୟବସ୍ଥା କରାଯାଉଛି। ଯେ ପ୍ରଥମ ଥର ପାଇଁ ଆମର 1951 ମସିହାରେ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହୋଇଥିଲା। ସେଇ ପଞ୍ଚବାର୍ଷିକ ଯୋଜନାରେ କ'ଣ କରାଯାଇଥିଲା ନା ଯେ ଗୋଟେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେଠାରେ ଲେଖାଯାଇଥିଲା ଯେ ପ୍ରତି 5 ବର୍ଷରେ ପ୍ରତି 5 ବର୍ଷ ପାଇଁ ସେ ଗୋଟେ ଯୋଜନା ନିର୍ମାଣ କରିବ ବା ଯୋଜନା ପ୍ରସ୍ତୁତ କରିବ। ସେଇ ଯୋଜନାରେ ସେ କ'ଣ କ'ଣ ସେ ଉଲ୍ଲେଖ କରିଛି, ସେ ଅନୁସାରେ ସେ କାମ କରିବ ଏବଂ ପ୍ରତି 5 ବର୍ଷରେ ଥରେ ଗୋଟେ କ'ଣ ନା ଯୋଜନା ବା ଦେଶର ବା କ'ଣ ସମାଜର ବିକାଶ ପାଇଁ ଗୋଟେ ଯୋଜନା ପ୍ରସ୍ତୁତି କରାଗଲା। ଭାରତରେ ବିକାଶ ପଥରେ ଥିବା ପ୍ରତିବନ୍ଧକ ଗୁଡ଼ିକ କ'ଣ? ଯେ ଗୋଟେ ରାଷ୍ଟ୍ରର ବିକାଶ ପାଇଁ ଯେତେବେଳେ ଆମେ ରାଷ୍ଟ୍ରର ବିକାଶ କଥା କହୁଛେ, ସେ ସମୟରେ କ'ଣ କ'ଣ ଆମର ପ୍ରତିବନ୍ଧକ ସବୁ ରହୁଛି ତାକୁ ଦେଖିବା। ପ୍ରଥମେ ହେଉଛି ବୋଲି କ'ଣ ନା ଦାରିଦ୍ର୍ୟତା, ଦୁର୍ନୀତି, ଭ୍ରଷ୍ଟାଚାର, ନିରକ୍ଷରତା, ଜନସଂଖ୍ୟା ବୃଦ୍ଧି, ବେକାରୀ, ବେରୋଜଗାରୀ। ତ ଏଗୁଡ଼ାକ କ'ଣ ପିଲେ ନା ସବୁ ରାଷ୍ଟ୍ରର ବା ଭାରତର ବିକାଶ ପଥରେ ସବୁ କ'ଣ ନା ପ୍ରତିବନ୍ଧକ ସୃଷ୍ଟି। ଦାରିଦ୍ର୍ୟ ରାଷ୍ଟ୍ରର ଦାରିଦ୍ର୍ୟ ଯଦି ଦୂରୀକରଣ ହେଲେ ସିନା ଆମ ଦେଶ କ'ଣ ବିକଶିତ ହେବ। ତା ସହିତ କ'ଣ ଦୁର୍ନୀତି ଓ ଭ୍ରଷ୍ଟାଚାର, ଦୁର୍ନୀତି ଓ ଭ୍ରଷ୍ଟାଚାର ଯେତେବେଳେ ଆମର କ'ଣ ଯେ ଭାରତ ବର୍ଷରେ ରହିବ ନାହିଁ, ସେ ସମୟରେ ହିଁ ଆମ ଦେଶ ଗୋଟେ କ'ଣ ବିକଶିତ ହେବ। ତା ସହିତ ନିରକ୍ଷରତା ମାନେ କ'ଣ ଯିଏ ମୂଳରୁ ଶିକ୍ଷିତ ନୁହେଁ, ନିରକ୍ଷରତା ହେଲା, ଯାହାକୁ କି
ନିଜ ନାମ ମଧ୍ୟ ଲେଖି ଆସେ ନାହିଁ, ତାକୁ ହିଁ କଣ ନା ନିରକ୍ଷରତା କୁହାଯାଏ। ନିରକ୍ଷରତା ଯଦି ଦୂରୀକରଣ ହବ ବା ଦୂର ହୋଇଯିବ, ତାହେଲେ ଆମର କଣ ଦେଶ ବିକଶିତ ହବ। ଯଦି ନିରକ୍ଷରତା ଆମ ଭାରତ ବର୍ଷରେ ରହିଥିବ, ତାହେଲେ କଣ ଆମର ଯେ ଦେଶ କଣ ବିକଶିତ ହବ କେବେ ବି ବିକାଶଶୀଳ ରାଷ୍ଟ୍ରରେ ପରିଣତ ହେଇପାରିବ ନାହିଁ। ତା ସହିତ କଣ ନା ଜନସଂଖ୍ୟା ବୃଦ୍ଧି ହେଲା, ବେକାରୀ ଏବଂ ବେରୋଜଗାରୀ, ଆମର ଯଦି ବେକାରୀ ସମସ୍ୟା ବଢିବ, ତା ସହିତ କଣ ବେରୋଜଗାରୀ, ଲୋକମାନେ ଯେ କାର୍ଯ୍ୟ କରିବେ ନାହିଁ, କେବଳ ଘରେ ବସିକି ରହିବେ, ତାହେଲେ ଆମ ଦେଶ କଣ ଆମ ଦେଶ ଗୋଟେ କଣ ବିକାଶଶୀଳ ରାଷ୍ଟ୍ରରେ କଣ ପରିଣତ ହେବ କି? କେବେ ବି ହୋଇପାରିବ ନାହିଁ ପିଲେ। ସେଇଥିପାଇଁ ପ୍ରଥମେ ଆମ ଦେଶକୁ କଣ ନା ବିକାଶଶୀଳ କରିବାକୁ ହେଲେ ବା ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଆମ କଣ ଦାରିଦ୍ର୍ୟତା, ଦୁର୍ନୀତି, ଭ୍ରଷ୍ଟାଚାର, ନିରକ୍ଷରତା ଏସବୁ କଣ ନା ଆମକୁ ଦୂର କରିବାକୁ ପଡିବ। ତାହେଲେ ହିଁ ଆମ ଦେଶ କଣ ନା ଗୋଟେ ବିକଶିତ ରାଷ୍ଟ୍ରରେ ପରିଣତ ହେବ। ନହେଲେ ଆମ ଦେଶ ବା ଆମ ରାଷ୍ଟ୍ର କେବେ ବି ବିକଶିତ ରାଷ୍ଟ୍ରର ମାନ୍ୟତା ପାଇପାରିବ ନାହିଁ। ସେଇଥିପାଇଁ ବୋଲି ଆମେ କଣ ନା ଅନ୍ୟ ଦେଶ ଠାରୁ ବହୁତ ତଳେ ଅଛେ। ଆମ ଦେଶ କଣ ନା ଏଯାଇ ମଧ୍ୟ ଗୋଟେ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇପାରୁ ନାହିଁ। ନେକ୍ସଟ, ଦମନମୂଳକ ନୀତି କଣ? ଦେଶର ଏକତା, ଅଖଣ୍ଡତା ପ୍ରତି ବିପଦ ଏବଂ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥିବା କାରକ ଗୁଡ଼ିକୁ କଣ ନା ପ୍ରତିହତ କରିବା ପାଇଁ ରାଷ୍ଟ୍ର ଯେଉଁ ନୀତି ପ୍ରଣୟନ କରେ, ଏହାକୁ ଦମନମୂଳକ ନୀତି କୁହାଯାଏ। କଣ ନା ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ଏବଂ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା କାରଣ ଗୁଡ଼ିକୁ ପ୍ରତିହତ କରିବା ପାଇଁ ରାଷ୍ଟ୍ର ଯେଉଁ ନୀତି ପ୍ରଣୟନ କରେ, ଏହାକୁ ଦମନମୂଳକ ନୀତି କୁହାଯାଏ। ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ଜାତୀୟ ସୁରକ୍ଷା ଆଇନ, ଆତଙ୍କବାଦ ନିବାରଣ ପାଇଁ ଜରୁରୀ ସେବା ଆଇନ ଇତ୍ୟାଦି ପ୍ରଣୟନ କରାଯାଏ। ସେହିଭଳି ମାନବିକ ଅଧିକାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଏବଂ ମହିଳା ଶିଶୁ ଶୋଷଣ ନିରୋଧ ଆଇନ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ। ଯେ କଣ ନା ଆମେ କଣ ଗୋଟିଏ ଆମର ଯୋଉ ଆତଙ୍କବାଦୀର କିପରି ଆମେ ନିବାରଣ ବା ଆତଙ୍କବାଦୀକୁ ଆମେ କିପରି ଯେ କଣ ଆତଙ୍କବାଦୀକୁ ଆମ ଦେଶରୁ ହଟେଇବା, ତା ସହିତ ଆମର କଣ ନା ଜାତୀୟ ସୁରକ୍ଷା ଆଇନ, ଯେ ଆମର ଯେତିକି ମଧ୍ୟ କଣ ନା ସବୁ ଯେ କଣ ମହିଳା ଓ ଶିଶୁ ଶୋଷଣ, ଯେ ମହିଳା ଓ ଶିଶୁ ମାନଙ୍କୁ ଯୋଉ ଆମର ଶୋଷଣ ବା ଯୋଉ ଅତ୍ୟାଚାର ହଉଛନ୍ତି, ସେମାନଙ୍କୁ କିପରି ଆମେ ନା ନିରାପତ୍ତା ଯୋଗେଇ ଦେବା। ସେଇ ଯୋଉ ଆମର ଯୋଉ ମହିଳା ଓ ଶିଶୁ ମାନଙ୍କୁ ଯୋଉ ଅତ୍ୟାଚାର କରିଥାଏ, ତାକୁ ଆମେ କିପରି ଦୂରେଇ ଦେବା, ସେଇଥିପାଇଁ ଆମେ କଣ ଆଇନ ନିର୍ମାଣ କରିବା। ତ ଆମେ ସବୁ କଣ ନା କରିବା ନା, ଏବଂ ମାନବିକ ଅଧିକାର, ଯୋଉ ଗୋଟିଏ ବ୍ୟକ୍ତିର ଯଦି ମାନବିକ ଅଧିକାର କ୍ଷୁର୍ଣ୍ଣ ହୁଏ, ତାହେଲେ ଆମେ କଣ ଆମର କଣ ଗୋଟେ ସ୍ୱତନ୍ତ୍ର ଆଇନ ଅଛି ଯେ ଆମେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯାଇପାରିବା। ତ ସେଇଥିପାଇଁ ଆମର ଯେତିକି ଆମର ଯୋଉ ନୀତି ନିୟମ ସୃଷ୍ଟି ହେଇଛି, ତାକୁ ହିଁ ଦମନମୂଳକ ନୀତି କୁହାଯାଏ। ଦେଖିଥିବା ଜରୁରୀ କାଳୀନ ପରିସ୍ଥିତି, ତମେ ବୋଲେ ଜାଣିଛ ଯେ ଜରୁରୀ କାଳୀନ ପରିସ୍ଥିତି ଆମର ତିନିଟା। ଗୋଟେ ହଉଛି କଣ ଧାରା ହଉଛି ଆମର 352, ଆଉ 356, ଆଉ ଗୋଟେ 360 ଧାରା ଅନୁସାରେ ଆମର ଯେ ଦେଶରେ ଆମର ଯଦି ଯାହା ବି ଅସୁବିଧା ହୁଏ ବା ଯେ କଣ ଦେଶରେ ଆଇନ ଶୃଙ୍ଖଳା ବା ଯୁଦ୍ଧ ଭଳି ପରିସ୍ଥିତି, ଆମ ଦେଶରେ ଯେତେବେଳେ ଆଇନ ଶୃଙ୍ଖଳା ବା ଯୁଦ୍ଧ ଭଳି ଗୋଟେ ପରିସ୍ଥିତି ଉପୁଜିବ, ସେ ସମୟରେ ଆମେ କଣ କରିବା ନା ଜରୁରୀ କାଳୀନ ପରିସ୍ଥିତି ଯେ ରାଷ୍ଟ୍ରପତି କଣ ନା ଘୋଷଣା କରିପାରିବେ। ନେକ୍ସଟ ଦେଖିବା ସକାରାତ୍ମକ କାର୍ଯ୍ୟାନୁଷ୍ଠାନ କଣ? ପିଲେ ତମେ ଏଗୁଡାକ ସବୁ ନିଜେ ପଢିଦେବ। ମୁଁ ଯୋଉଗୁଡା ଇମ୍ପୋର୍ଟାଣ୍ଟ ସେଗୁଡାକ ପଢି ଦଉଛି ପିଲେ, ନୋଟ୍ସ ବନେଇଦବ, ନହେଲେ ପିଲେ ତମେ ସ୍କ୍ରିନଶଟ ମାରିଦେବ। ନେକ୍ସଟ ଅଛି ଅସ୍ପୃଶ୍ୟତା ନିବାରଣ ଅଧିକାର କଣ? ଯେ ଆମର ସମ୍ବିଧାନର ଧାରା 17 ଅନୁସାରେ ଅସ୍ପୃଶ୍ୟତା ନିବାରଣର ଆଇନ ବ୍ୟବସ୍ଥା କରାଯାଇଛି। କୌଣସି ଜାତିର ଜନସାଧାରଣ ଅସ୍ପୃଶ୍ୟତାର ଶିକାର ହେବେ ନାହିଁ। ଯେ କଣ ଆମର ଯୋଉ କୌଣସି ଜାତିର ଜନସାଧାରଣ ଯେ କହିବେ ଯେ ନା ଆମେ ହଉଛି ସାନ୍ତାଳ, ଆମେ ହଉଛି କନ୍ଧ, ଆମେ ସୌରା, ଏଇ ଯୋଉ ଚିନ୍ତାଧାରା ବା ଏଇ ଯୋଉ ଯୋଉ ଆଉ କିଏ କହିବେ ଯେ ନା ମୁଁ ହଉଛି ବ୍ରାହ୍ମଣ ଲୋକ, ମୁଁ ସେମାନଙ୍କୁ ସ୍ପର୍ଶ କରିବି ନାହିଁ, ମୁଁ ସେମାନଙ୍କୁ ଛୁଇଁବି ନାହିଁ, ଯୋଉ ଏଇ ଚିନ୍ତାଧାରା, ଯୋଉ ଏଇ ଯୋଉ ମଣିଷ ମାନଙ୍କ ମଧ୍ୟରେ ଯୋଉ ଏଇ ଯୋଉ ଭେଦଭାବ ରହିଲେ, ତାକୁ ଆମେ କିପରି ନା ଦୂରୀକରଣ ବା ଦୂର କରିବା। ସେଇଥିପାଇଁ ଆମ ସରକାର ବା ଆମ ସମ୍ବିଧାନରେ ଲିଖିତ ହେଇଛି ଯେ କଣ ନା 17 ସମ୍ବିଧାନର ଧାରା 17 ଅନୁସାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି। ମନେ ରହିଲା ପିଲେ ଯେ ସମ୍ବିଧାନର ଧାରା 70 ଅନୁସାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି। ନେକ୍ସଟ ଦେଖିବା ସଂଖ୍ୟାଲଘୁ କହିଲେ କାହାକୁ ବୁଝାଏ? ଭାରତରେ ସଂଖ୍ୟାଲଘୁ କହିଲେ ଧାର୍ମିକ ଅଳ୍ପ ସଂଖ୍ୟକକୁ ବୁଝାଇଥାଏ। ଆମ ଦେଶରେ ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟ ହେଉଛନ୍ତି ହିନ୍ଦୁ ସମ୍ପ୍ରଦାୟ। ଆମ ଭାରତ ବର୍ଷରେ କଣ ନା ଆମେ ସଂଖ୍ୟାଧିକ ହଉଛନ୍ତି ଆମର ହିନ୍ଦୁ, ତାଠୁ କମ ରହିଲେ କଣ ନା ମୁସଲମାନ ରହିଲେ, ଖ୍ରୀଷ୍ଟିଆନ, ଜୈନ, ଆମର କଣ ଇତ୍ୟାଦି ରହିଲେ। ଯେ ଅଧିକ ମାତ୍ରାରେ ଆମ ଦେଶରେ କଣ ଅଧିକ ମାତ୍ରାରେ ଅଛନ୍ତି କି ହିନ୍ଦୁ ମାନେ, ଯୋଉ
ଭାରତରେ ସଂଖ୍ୟାଲଘୁ କହିଲେ ଧାର୍ମିକ ଅଳ୍ପ ସଂଖ୍ୟକକୁ ବୁଝାଏ ଯେ ଭାରତରେ କଣ ଆମର ଯୋଉ ହିନ୍ଦୁ ରହିଲେ ବହୁଳ ମାତ୍ରାରେ ତା ସହିତ ଆମର କମ ରହିଲେ କଣ ନା ବୌଦ୍ଧ ରହିଲେ ଖ୍ରୀଷ୍ଟିଆନ ରହିଲେ ଯୋଉ ଯାହାକି ଆମର ଯୋଉ ସମ୍ପ୍ରଦାୟ ଆମ ଭାରତରେ କଣ କମ ଥିବେ ତାକୁ ହିଁ ଆମର କଣ ନା ସଂଖ୍ୟାଲଘୁ କୁହାଯାଏ। ନେକ୍ସଟ ଦେଖିବା ପିଲେ ସଂଖ୍ୟାଲଘୁ ପାଇଁ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ନିଜେ ପଢିଦେବ ପିଲେ। ତାହେଲେ ଦେଖିବା ଏବେ ପଢିବା ଭାରତରେ ଅନୁସୂଚିତ ଜାତି ଓ ଉପଜାତି ପାଇଁ ସରକାରଙ୍କର ସକାରାତ୍ମକ କାର୍ଯ୍ୟାନୁଷ୍ଠାନ କଣ ଯେ ସମାଜରେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ବିକାଶ ଏବଂ ସାମାଜିକ ପ୍ରତିଷ୍ଠା ପାଇଁ ସରକାର ଅନେକ ନୀତି ପ୍ରଣୟନ କରିଥାନ୍ତି ଯେ କଣ ସମାଜରେ ଯେତିକି ଆମର ଯୋଉ ଦୁର୍ବଳ ଶ୍ରେଣୀ ରହିଲେ ତାଙ୍କର ବିକାଶ ପାଇଁ କଣ ନା ସରକାର ଆମର ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି ଯୋଉ ସମ୍ବିଧାନର ଧାରା 17 ଅନୁସାରେ ଅସ୍ପୃଶ୍ୟତା ନିବାରଣ କରିବା 46 ଧାରା ଅନୁସାରେ ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିବା ରାଷ୍ଟ୍ରୀୟ ଆୟୋଗ ଗଠନ କରି ସେମାନଙ୍କର ସ୍ୱାର୍ଥ ସୁରକ୍ଷା କରିବା ଏବଂ 275 ଧାରା ଅନୁସାରେ ସେମାନଙ୍କର ଉନ୍ନତି ପାଇଁ ବିଶେଷ ଅନୁଦାନ ପ୍ରଦାନ କରାଯାଇଥାଏ। ନେକ୍ସଟ ଦେଖିବା ବିଲେ ଯେ ମଣ୍ଡଳ ଆୟୋଗର ରିପୋର୍ଟ କଣ ସମାଜର ଦୁର୍ବଳ ବର୍ଗଙ୍କର ଉନ୍ନତି ସାଧନ ପାଇଁ ଭାରତ ସରକାର ମଣ୍ଡଳ କମିଶନ ଗଠନ କରିଥିଲେ କଣ ବିଲେ ନା ତମେ ଯଦି ତମକୁ ଯଦି କ୍ୱେଶ୍ଚନ ଆସିଲା ଯେ ମଣ୍ଡଳ ଆୟୋଗର ରିପୋର୍ଟ କଣ ନା ଆମର ଯୋଉ ସମାଜରେ ଯେତିକି ଦୁର୍ବଳ ଶ୍ରେଣୀ ରହିଲେ ବା ଅବହେଳିତ ଶ୍ରେଣୀ ରହିଲେ ତାଙ୍କ ପାଇଁ ସରକାର କଣ କଲେ ନା ଗୋଟେ ମଣ୍ଡଳ କମିଶନ ଗଠନ କରିଥିଲେ ଏହି କମିଟିର ଉଦ୍ଦେଶ୍ୟ ଥିଲା ଅନୁସୂଚିତ ଜାତି ଓ ଜନଜାତିଙ୍କୁ ଛାଡି ଅନ୍ୟ କେତେକ ଅବହେଳିତ ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବା ଯେ କଣ ନା ପିଲେ ଆମର ସରକାର କଣ କଲେ ନା ଭାରତରେ ଯେତିକି ଆମର ଯୋଉ ଅନୁସୂଚିତ ଜାତି ବା ଜନଜାତିଙ୍କୁ ଛାଡିଦେଲେ ଯୋଉ ଆମର ଅବହେଳିତ କଣ ଜନସାଧାରଣ ରହିଲେ ତାଙ୍କ ପାଇଁ କଣ ନା ମଣ୍ଡଳ ଆୟୋଗ ନିର୍ମାଣ କରିଥିଲେ। ନେକ୍ସଟ ଦେଖିବା ବେଲେ ମହିଳା ବର୍ଗଙ୍କ ପାଇଁ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ତମେ ପଢିଦବ ପିଲେ ଜାଗ ନେକ୍ସଟ ଦେଖିବା ଜାତୀୟ ମହିଳା କମିଶନ 1992 ମସିହାରେ ଭାରତ ସରକାର ମହିଳା କମିଶନ ନାମକ ଏକ ବୈଧାନିକ ଅନୁଷ୍ଠାନ ଗଠନ କରିଥିଲେ ତାହେଲେ ଆମର ମହିଳା କମିଶନ କେବେ ଗଠନ ହେଲା ନା ପିଲେ 1992 ମସିହାରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସାମାଜିକ ବ୍ୟବସ୍ଥାରେ ମହିଳାମାନଙ୍କର ସମସ୍ୟା ସମାଧାନ କରିବା ଏବଂ ମହିଳା ବିକାଶ ପାଇଁ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମହିଳାମାନଙ୍କୁ ଶୋଷଣରୁ ମୁକ୍ତ କରିବା ତାହେଲେ କଣ ନା ପିଲେ ମହିଳା ତମେ ଯୋଉ ମହିଳା କମିଶନରୁ ଯେ କୋଶ୍ଚିନରୁ ବୁଝିପାରୁଥିବ ଯେ ମହିଳା ଜାତୀୟ ମହିଳା କମିଶନ କଣ ଯେ ଆମର ଯୋଉ ସମାଜରେ ମହିଳା ମାନଙ୍କୁ ଯୋଉ କଣ ଯେ ତାଙ୍କୁ ଗୋଟେ କଣ ସୁବିଧା ସୁଯୋଗ ସେମାନେ ପାଇ ପାରୁନାହାନ୍ତି ତା ସହିତ କଣ ତାଙ୍କୁ ଯେ ଚାକିରୀ କ୍ଷେତ୍ରରେ ହଉ କି ଯୋଉ କ୍ଷେତ୍ରରେ ତାଙ୍କର କଣ ଯେ ଅସମାନତା ଦେଖାଯାଉଛି ସେଇଥିପାଇଁ କଣ ନା ଆମ ସରକାର ଗୋଟେ କଣ ଜାତୀୟ ମହିଳା କମିଶନ ଗୋଟେ କଣ ନିର୍ମାଣ କଲେ କେତେ ମସିହାରେ ପିଲେ ନା 1992 ମସିହାରେ ଯୋଉ ମହିଳା ମାନଙ୍କ ଉପରେ ଯୋଉ ଥିବା ଶୋଷଣ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ନେକ୍ସଟ ପଢିବା ପିଲେ ନା ଶ୍ରେଣୀ ତତ୍ତ୍ୱ କଣ ତମେ ଏଟା ନିଜେ ପଢିଦବ ପିଲେ ଏଗୁଡାକ ତମେ ସବୁ ନିଜେ ପଢିବ ପିଲେ ହେଲା ତ 2 ମାର୍କ ସରିବା ବେଲେ ଏବେ ଆମେ ଦେଖିବା କଣ ନା 5 ମାର୍କ ଗୁରୁତ୍ୱପୂର୍ଣ୍ଣ ବେଲେ ତମେ ଭଲସେ ପଢିକି ଯିବ ତା ସହିତ ନୋଟ୍ସ କରିବ ତମକୁ ଯଦି ଏହାର ଯଦି PDF ଆବଶ୍ୟକ ହଉଛି ତାହେଲେ ମତେ କଣ ନା ମେସେଜ କରିବ ମୁଁ ତମକୁ PDF ଟା ପ୍ରୋଭାଇଡ କରିବି ପିଲେ ନେକ୍ସଟ ଦେଖିବା ଯେ ରାଷ୍ଟ୍ର ନିର୍ମାଣର ଅର୍ଥ କଣ ମୁଁ ତମକୁ 2 ମାର୍କରେ ପିଲେ ବୁଝେଇଥିଲେ ଯେ ରାଷ୍ଟ୍ର ନିର୍ମାଣ ଅର୍ଥ କଣ ମୁଁ ତାକୁ ପୁଣି ଥରେ ରିପିଟ କରୁନି ତମେ ନିଜେ ପଢିଦେବ ଦେଖିଦିଅ ଏବେ ଦେଖିବା କଣ ଭାରତରେ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ଆହ୍ୱାନ ସବୁ କଣ ଏଇଟା ବିଲେ ତମକୁ ମୁଁ ପଢେଇଥିଲି 2 ମାର୍କରେ ଏଇଟା କଣ 5 ମାର୍କ ପାଇଁ 5 ମାର୍କ ଯଦି ପଡିଲା ତମର ଏଇଟା ଲେଖିବ ନୋଟ୍ସ ବନେଇବ ପିଲେ ହେଲା ରାଷ୍ଟ୍ରର ବିକାଶ କହିଲେ କଣ ବୁଝ ଏଇଟା ବି ତମକୁ ବୁଝେଇଥିଲି ପିଲେ ମୁଁ ପୁଣି ଥରେ ତମକୁ ବୁଝଉନି ମାନବ ସମ୍ବଳ ବିକାଶ ସାଧନା କଣ ଏଇଟା ମଧ୍ୟ ମୁଁ 2 ମାର୍କରେ ବୁଝେଇଥିଲି ତମକୁ 5 ମାର୍କ ପାଇଁ କେବଳ ତାକୁ କଣ ନା ଅଧିକ କରି ସେ ଦେଇଛି 2 ମାର୍କରେ ତମର କଣ ଅଳ୍ପକେ ଦେଇଥିଲେ ପ୍ରଥମେ ତମେ ବୁଝେଇବ ଯେ ମାନବ ସମ୍ବଳ ବିକାଶ ସାଧନା କଣ ନେକ୍ସଟ ଦେଖିବା ପିଲେ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟମାନଙ୍କର ସ୍ଥିତି କଣ
ଏଇଟା ବି ପଢି ଦେଇଛି ପିଲେ। ପଞ୍ଚବାର୍ଷିକ ଯୋଜନା କଣ, ଏଇଟା ମଧ୍ୟ ତମକୁ ପଢିଥିଲେ ଯେ ପ୍ରଥମ ପଞ୍ଚବାର୍ଷିକ ଯୋଜନା କେବେ ପିଲା, ତାହେଲେ ଆମ ଦେଶ ସ୍ଵାଧୀନ ହେଲା ପରେ 1951 ମସିହାରେ, ହଁ କି ନାଇଁ? ନିଜେ ପଢିଦବ ପିଲେ। ତାପରେ ଭାରତରେ ବିକାଶ କ୍ଷେତ୍ରରେ ଥିବା ପ୍ରତିବନ୍ଧ ଗୁଡିକ କଣ, ଏଇଟା ମଧ୍ୟ ତମକୁ ବୁଝେଇଥିଲି ଯେ ଭାରତର ବିକାଶ କ୍ଷେତ୍ରରେ ଆମର କଣ କଣ ପ୍ରତିବନ୍ଧକ ସୃଷ୍ଟି କରୁଛି, କଣ ଯେ ଦାରିଦ୍ର୍ୟ, ଦୁର୍ନୀତି, ନିରକ୍ଷରତା, ଏଗୁଡା କଣ, ଯଦି କଣ ଦାରିଦ୍ର୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଯୋଉ ଯାଇ ଏଗୁଡାକ ଆମ ସମାଜରେ ଥିବ ପିଲେ, ସେ ଯାଇ ଆମ ଦେଶ କଣ ବିକାଶ, ଗୋଟେ କଣ ବିକାଶଶୀଳ ରାଷ୍ଟ୍ରରେ ବା ବିକଶିତ ରାଷ୍ଟ୍ରର ମାନ୍ୟତା କେବେ ବି ପାଇପାରିବ ନାହିଁ। ତା ସହିତ କଣ ନିରକ୍ଷରତା, ଯଦି ଆମ ସମାଜରେ ନିରକ୍ଷରତା ଯଦି ଦୂରୀକରଣ ହେବ ନାହିଁ, ନିରକ୍ଷରତା ଯଦି ରହିଥିବ, ତାହେଲେ ଆମ ଦେଶ କଣ ଯେ ବିକଶିତ ହେଇପାରିବ କି? ନୁହଁ ନା। ସେଇଥିପାଇଁ ଆମର କଣ ଯେ ଗୋଟେ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି କଣ ନା ନିରକ୍ଷରତା। ଆଉ ତା ସହିତ କଣ ନା ବେକାରୀ, ଯଦି ବେକାରୀ ସମସ୍ୟା ରହିଲା, ତାହେଲେ କଣ ଆମ ଦେଶ କଣ ସ୍ଵାଧୀନ ହେବା ସହିତ ଆମ କଣ ରାଷ୍ଟ୍ର ବା ଦେଶ ଗୋଟେ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇପାରିବ କି? ତା ସହିତ କଣ ଅସମ ଅର୍ଥନୈତିକ ବିକାଶ, ସାମ୍ପ୍ରଦାୟିକତାବାଦ, ଜାତିଗତ ବିଦ୍ବେଷ, ଆଞ୍ଚଳିକତା ଅସମାନତା, ତାକୁ ସବୁ ପଢିଦବ ପିଲା ହେଲା। ଦମନମୂଳକ ପରିସର କଣ, ଏଇଟା ମଧ୍ୟ ତମକୁ ପଢିଥିଲି ବିଲେ ଯେ ଦମନମୂଳକ ପରିସର କଣ। ନେକ୍ସଟ ଦେଖିବା ସକାରାତ୍ମକ କାର୍ଯ୍ୟାନୁଷ୍ଠାନ କଣ। ଦେଖ ଯେ ବହୁଳବାଦୀ ସମାଜରେ ଯେତେବେଳେ ରାଷ୍ଟ୍ର ସାମାଜିକ ବୈଷମ୍ୟ ଦୂର କରି ସମସ୍ତ ନାଗରିକଙ୍କୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରିଥାଏ, ଏହାକୁ ସକାରାତ୍ମକ ନୀତି କୁହାଯାଏ। ନିଜେ ପଢିଦେବ ପିଲେ, ଏଇଟା ବୁଝିଥିଲି ତମକୁ ମୁଁ। ତାପରେ ଦେଖିବା ଭାରତୀୟ ସମାଜରେ ଅବହେଳିତ ବର୍ଗ କିଏ? ସମାଜରେ ଅବହେଳିତ ବର୍ଗଙ୍କ ମଧ୍ୟରୁ ଅନୁସୂଚିତ ଜାତି, ଅନୁସୂଚିତ ଉପଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ନାରୀ ବର୍ଗଙ୍କୁ ଅବହେଳିତ ବର୍ଗ ଭାବରେ ଗ୍ରହଣ କରାଯାଏ। ତାହେଲେ ଆମର ସମାଜରେ କାହାକୁ ଅବହେଳିତ ବର୍ଗ ବୋଲି କୁହାଯାଏ ନା ପିଲେ? ଆମର ଯୋଉ SC ST ରହିଲେ, ଯୋଉ ଆମର SC ST ରହିଲେ, ତା ସହିତ OBC, ଯେତିକି ଆମର ଯୋଉ ପଛୁଆ ବର୍ଗ ରହିଲେ, ସେ ସବୁ କଣ ନା ସମାଜର ଅବହେଳିତ ବର୍ଗ। ତମର ସବୁ ଇମ୍ପୋର୍ଟାଣ୍ଟ ପିଲେ, ଗୋଟେ ବି ତମେ ଛାଡିବନି, ସବୁ ପଢିକି ଯିବ। ତାପରେ ଯେମିତି ଭାରତରେ ସଂଖ୍ୟାଲଘୁ କାହାକୁ କୁହାଯାଏ, ଏଇଟା ମଧ୍ୟ ପିଲେ ତମକୁ ବୁଝେଇଥିଲି ଯେ ଭାରତରେ ସଂଖ୍ୟାଲଘୁ କାହାକୁ କୁହାଯାଏ। ନେକ୍ସଟ ଦେଖିବା ଭାରତରେ ନାରୀ ମାନଙ୍କର ବିକାଶ ପାଇଁ ପ୍ରଣୀତ ନୀତି ସବୁ କଣ, ଯେ ଏଇଟା ମଧ୍ୟ ତମକୁ ମୁଁ ପଢିଥିଲି ଯେ ଭାରତରେ ଗୋଟେ ନାରୀ ମାନଙ୍କର ବିକାଶ ପାଇଁ କଣ କଣ ସବୁ ଆମର ନା ଯୋଜନା ବା ଆଇନ ପ୍ରଣୟନ ସବୁ ହେଉଛି, ତାକୁ ମଧ୍ୟ ତମକୁ ମୁଁ ଆଲୋଚନା କରିଥିଲି। ନେକ୍ସଟ ଦେଖିବା ପିଲେ ଭାରତରେ ମହିଳା ମାନଙ୍କର ବିକାଶ ପାଇଁ ପ୍ରଣୀତ ଯୋଜନା ସବୁ କଣ, ଯେ ଗୋଟେ ମହିଳା ମାନଙ୍କର ବିକାଶ ପାଇଁ ବା ନାରୀ ମାନଙ୍କର ବିକାଶ ପାଇଁ କଣ କଣ ସବୁ ଆମର ନା ଯୋଜନା ସବୁ ସରକାର ନିର୍ମାଣ କରୁଛନ୍ତି, ତାକୁ କଣ ନା ନେକ୍ସଟ ଅନ୍ୟାନ୍ୟ ପଛୁଆ ବର୍ଗ କିଏ, ଏଇଟା ମଧ୍ୟ ତମକୁ ପଢେଇଥିଲି ପିଲେ। ଏଇଟା ସବୁ ମୁଁ ଯେତିକି ତମକୁ ପିଲେ ପଢେଇଲି ଏବେ ସବୁ ଇମ୍ପୋର୍ଟାଣ୍ଟ ପିଲେ, କୋଉଟା ବି ତମେ ସ୍କିପ୍ କରିପାରିବନି, ସବୁ ତମେ ପଢିକି ଯିବ। ସେ ଅନୁସାରେ 2 ମାର୍କ ପାଇଁ ଆଉ 5 ମାର୍କ, ତମେ ଏତିକି ପିଲେ ଯଦି ଭଲସେ ପଢିବ ଦେନ୍ ତମେ ସିଓର ଗୋଟେ ଭଲ ପରସେଣ୍ଟେଜ ଆଣିପାରିବ, ଭଲ ସ୍କୋର କରିପାରିବ। ଏତିକି ବିଶ୍ୱାସ ରଖ ପିଲେ, ତମେ ସେ ଅନୁସାରେ ଭଲସେ ପଢ, ସିଓର ସକ୍ସେସ୍ ମିଳିବ ତମକୁ। ଆଜି ପାଇଁ ଏତିକି ଥାଉ ପିଲେ, ରହିଲି, ଥ୍ୟାଙ୍କ ୟୁ।